ଯେତେବେଳେ ଜୀବନ ଧୀରେ ଧୀରେ ଅନ୍ଧାର ଅଭିମୁଖୀ ହୁଏ, ଶରୀର କମଜୋର, ଚକ୍ଷୁ ଦୁର୍ବଳ ଓ ଆଶା ଶୁଷ୍କ ହୋଇଯାଏ, ସେତେବେଳେ ଯଦି କିଛି ଅଛି ନା, ସେଇଟା ହେଉଛି ଏକ ଛୋଟ ସାହାରା। ନମସ୍କାର ମାନ୍ୟବର, ଏକ ସୁନ୍ଦର ଖବର ଆସିଛି ଓଡ଼ିଶାର ବୃଦ୍ଧ ଓ ଅପାଙ୍ଗ ଭାଇ ଭଉଣୀମାନଙ୍କ ପାଇଁ। ତେବେ ଯେଉଁମାନେ 80 ବର୍ଷ ବା ତାଠୁ ବେଶୀ ବୟସ ରଖନ୍ତି ବା ଯେଉଁମାନଙ୍କଠାରେ ଅପାଙ୍ଗତା 80% ବା ତାଠୁ ଅଧିକ ଅଛି, ସେମାନେ ପୂର୍ବରୁ 3000 ପେନସନ ପାଉଥିଲେ, ତେବେ ତାହା 3500 ହୋଇଛି। ଓଡ଼ିଶାର ଏହି ବୃଦ୍ଧ ଓ ଅପାଙ୍ଗ ଭାଇ ଭଉଣୀମାନେ ଯେଉଁମାନେ ଜୀବନରେ ଅନେକ ବାତ୍ୟା ଝେଲିଛନ୍ତି, ତାଙ୍କ ପାଇଁ ଏହା ହେଉଛି ଏକ ସୁନ୍ଦର ଉପହାର। ସାଧାରଣ ଦେଖିବାକୁ ଲାଗିପାରେ ଏହା, କିନ୍ତୁ ଏହି 500 ଟଙ୍କା ହେଉଛି ତାଙ୍କ ଦୈନନ୍ଦିନ ଦୁଃଖରେ ଏକ ଛୋଟ ଆଲୋକ। ଏହି ସହଯୋଗରେ ବୃଦ୍ଧ ମା ତାର ଔଷଧ ନେଇପାରିବେ। ଏକା ଠିଆ ହୋଇଥିବା ଜଣେ ବାପା ତାଙ୍କ ଛୁଆଙ୍କ ପାଇଁ ଏକ ଛୋଟ ଉପହାର କିଣିପାରିବେ। ଏହା କେବଳ ଟଙ୍କା ନୁହେଁ, ଏହା ହେଉଛି ସମ୍ମାନ। ଜୀବନର ଶେଷ ଅଧ୍ୟାୟରେ ସେମାନେ ଏକ ଗର୍ବ ଓ ନିଜସ୍ୱତାର ଅନୁଭୂତି ପାଇବେ। ତେବେ ଏହି ପେନସନ ବୃଦ୍ଧି ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହଯୋଗ କାର୍ଯ୍ୟକ୍ରମ ଅନ୍ତର୍ଗତ ହେଉଛି। ନୂଆ ପେନସନ ରାଶି ଜାନୁଆରୀ 2025 ଠାରୁ ଘୋଷିତ ହୋଇଛି ଏବଂ ଜୁନ 2025ରୁ ପ୍ରୟୋଗ ହେବ। ସ୍ଥାନୀୟ ଉପଜିଲ୍ଲା ଅଫିସ ଦ୍ୱାରା ତାଲିକା ପ୍ରସ୍ତୁତ ପରେ ଏହା ଚାଲୁ ହେବ। ଏହି ପଦକ୍ଷେପ ସହ ଓଡ଼ିଶା ସରକାର ପ୍ରମାଣ କରିଛି ଯେ ସମାଜର ସବୁଠୁ ଅବଲମ୍ବିତ ବ୍ୟକ୍ତିମାନେ ମଧ୍ୟ ସମ୍ମାନ ପାଇବେ। ଏହା ସହିତ ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନେ ବର୍ତ୍ତମାନ 1000ରୁ 1500 ନେଉଛନ୍ତି, ସେମାନଙ୍କର ପେନସନ ମଧ୍ୟ ଆଗକୁ ବଢ଼ାଯିବ। ଏହା କେବଳ ଟଙ୍କା ଭିତରେ ଏକ ବୃଦ୍ଧି ନୁହେଁ, ଏହା ହେଉଛି ଜୀବନ ଲାଗି ପ୍ରଶାସନର ଏକ ବଡ଼ ଅନୁଭୂତି। ତୁମେ ଅଛ, ତେଣୁ ଆମେ ଅଛୁ। ଏଥିସହିତ ଆଜି ଏ ଭିଡ଼ିଓକୁ ଏଇଥିରେ ଶେଷ କରିବା। ଏପରି ସୂଚନାମୂଳକ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ କରିଦେବେ, ତା ସହିତ ବେଲ୍ ଆଇକନକୁ ପ୍ରେସ୍ କରିଦେବେ। ଯଦି ଭିଡ଼ିଓଟି ଭଲ ଲାଗିଛି, ଆପଣମାନେ ଭିଡ଼ିଓକୁ ଲାଇକ୍ କରିଦେବେ, ତା ସହିତ ଅନ୍ୟମାନଙ୍କ ସହିତ ସେୟାର କରିଦେବେ। ଜୟ ଜଗନ୍ନାଥ ବନ୍ଧୁଗଣ।